जय जगन्नाथ सांग मैंने आशा करছি ଆପଣମାନେ ସମସ୍ତେ ଭଲରେ ଥିବେ ମୁଁ ଭଲରେ ଅଛି ଆଉ ଆଜିର ବ୍ଲଗ୍ଟି ଚାଲନ୍ତୁ ଏଇଠୁ ଷ୍ଟାର୍ଟ କରିବା କ'ଣ ପାଇଁ ନା ମୁଁ ବହୁତ ଦିନ ହେଲାଣି ଭିଡ଼ିଓ ଛାଡ଼ୁନଥିଲି ମାନେ ଭିଡ଼ିଓ ଅପଲୋଡ଼ କରୁନଥିଲି ଆଉ କିଛି ଭିଡ଼ିଓ ପକାଉନଥିଲି ତ ସେଥିପାଇଁ ମୋତେ କ୍ଷମା କରିଦେବେ କାହିଁକି ନା ମୋ ନଣନ୍ଦ ନଷ୍ଟ ହୋଇଗଲେ ତ ସେଥିପାଇଁ ଟିକେ ଦୁଃଖରେ ସମସ୍ତେ ଥିଲୁ ଆଉ ଯେହେତୁ ଆମର ଗାଁ ଗହଳି ଲୋକ ତ ଭିଡ଼ିଓ କରୁଛି ଏଟା କରୁଛି ସେଟା କରୁଛି ବହୁତ କଥା କହିବେ ତେଣୁକରି ସେ ଭାବିକି ଆଉ ଭିଡ଼ିଓ ପକାଉନଥିଲି ତ ଯଦି ମୋର ଭୁଲ ହେଇଥାଏ ଭିଡ଼ିଓ ନ ପକାଇବାରୁ ଭୁଲ ହେଇଯାଇଥାଏ ତ ସମସ୍ତେ ମୋ ଭଉଣୀ ଭାଇମାନେ ସମସ୍ତେ ମୋତେ କ୍ଷମା କରିଦେବେ ମାଉସୀ ମଉସା ଯେଉଁମାନେ ଦେଖୁଛନ୍ତି ତ ସମସ୍ତେ ମୋତେ କ୍ଷମା କରିଦେବେ ତ ବନ୍ଧୁବାନ୍ଧବମାନେ ବି ଖରାପ ଭାବିବେ ଯେ ଭିଡ଼ିଓ କରୁଛି ଭିଡ଼ିଓ ପକାଉଛି ଏଇ ସମୟରେ ଦୁଃଖ ସମୟରେ ଏମାନଙ୍କୁ ଭିଡ଼ିଓ କରିବା ଭଲ ଲାଗୁଛି କି ଏମିତି ବହୁତ କଥା ଲୋକ ବହୁତ ଲୋକ ବହୁତ କଥା କହିବେ ତ ସେଥିପାଇଁ ଏମିତି ମୋର କିଛି ଡର ନାହିଁ ଯେ କିଏ କ'ଣ କହୁଛି ନ କହୁଛି ସେଥିପାଇଁ କିଛି ନାହିଁ ତ ଆମେ ତ ନିଜେ ଦୁଃଖରେ ଥିଲୁ ଆଉ ଭିଡ଼ିଓ କ'ଣ କରିବୁ ସେଥିପାଇଁ ଭିଡ଼ିଓ କରୁନଥିଲି ତ ଆଜିଠୁ ଭିଡ଼ିଓ ରେଗୁଲାର ପକାଇବା ପାଇଁ ଚେଷ୍ଟା କରିବି ଆପଣମାନେ ଆଶା କରୁଛି ଯଦି ମୋ ଭିଡ଼ିଓଟି ଭଲ ଲାଗିଥାଏ ତ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ କମେଣ୍ଟ କରିବା ଜମାରୁ ଭୁଲିବେନି ଆଉ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବା ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା ଆଜି କାଲିଠୁ ଆମ ଗାଁରେ ଅଖଣ୍ଡ ହେଉଥିଲା କାଲିଠୁ ଅଖଣ୍ଡ ଆଉ ଆଜି ହେଉଛି ଅପେରା ହେବ ଆଉ ଏବେ ଆଜି ହେବ କାଲି ହେବ 2 ଦିନ ହେବ 2 ରାତି ତ ଛୁଆମାନେ ଟିକେ ଦେଖି ଦୁଖାକି ଟିକେ ତାଙ୍କ ମନ ବି ଟିକେ ଇଏ କରିଦେଉଛି ଭଲ ଲାଗୁଛି ତାଙ୍କୁ ଆଉ ବୁଲି ବୁଲାକି ଆଜି ଯିବା ଟିକେ ଦେଖିବା ଯେ କେମିତି କ'ଣ ହେଉଛି ଆଉ ଟିକେ ମନ ଟିକେ ଫ୍ରି କରିଦେବା ସବୁବେଳେ ତ ଏମିତି ଝୁରିଲେ ହେବନି ଆଉ ଟିକେ ଭୁଲିବାକୁ ପଡ଼ିବ ତ ଆଉ ଆମକୁ ତ ଛାଡ଼ି ଦେଇ ସେ କାକଦି ଗଲା ତ ତାକୁ ଆଉ ମନେ ପକାଇଲେ କ'ଣ ହେବ ମନେ ତ ପଡ଼ିବ ନିଶ୍ଚୟ ମନେ ରହିବ ମାନେ ମୁଁ କହିବାଟା ମୁଁ ବଞ୍ଚିଥିବା ଯାକ ମୋର ମନେ ରହିବ କିନ୍ତୁ ଧୀରେ ଧୀରେ ଭୁଲିବାକୁ ପଡ଼ିବ ଆଉ କ'ଣ କରିବା ଚାଲନ୍ତୁ ଭିଡ଼ିଓଟି ଏଠୁ ଷ୍ଟାର୍ଟ କରିବା ଖମାର ପଞ୍ଚାୟତରେ ଯେହେତୁ ମୁଁ ସିଙ୍ଗର ଥିଲି ତ ଟିକେ ଭିଡ଼ିଓ କରିଦେଇଥିଲି ତ କିଏ ଜାଣି କ'ଣ କରିଥିଲି ନା ଏଇଟା କୋଇଲା ତାଉରେ ମାନେ କୋଇଲା ତାଉ କରିକି ଭାତ ବସାଇ ଦେଇଥିଲି ତ ଜଲ୍ଦି ରୋଷେଇ ସରିଯିବା ପାଇଁ ଆଉ ଜଲ୍ଦି ଜଲ୍ଦି ଭାତ ବି ହେଇଗଲା ଆଉ ଏବେ କ'ଣ କରିବା ନା ପାଣି ଟିକେ ଗରମ କରିକି ମୋ ଝିଅର ଦେହ ଭଲ ନାହିଁ ଥଣ୍ଡା ହେଇଯାଇଛି ତ ତା ପାଇଁ ପାଣି ଫୁଟେଇକି ଦେବାକୁ ପଡ଼ୁଛି ତ ସେଥିପାଇଁ ପାଣି ବସାଇଦେଲି ଆଉ ଭିତରେ ଯିବା ମାଛ କରିଦେବା ମାଛ ଅଣା ହେଇଛି ମାଛ ଛାଣିକି ଝୋଳ କରିବାକୁ ପଡ଼ିବ କାହା ପାଇଁ ବାରକା ଯାଇଛି କା ପାଇଁ ବାଢ଼ିଛି ଏଇଟା ହେଉଛି ତ ଆଈ ଘର ଆଉ ଏଇଟା ହେଉଛି ତ ଖୁଡ଼ି ଘର ଆଉ ଏଇଟା ହେଉଛି ତ ବଡ଼ ଖୁଡ଼ି ଘର ଇଏ ମାନେ ଇଏ ବଡ଼ ଖୁଡ଼ି ଇଏ ସାନ ଖୁଡ଼ି ଆଉ ଏଇଟା ହେଉଛି ତ ଆଈ ଘର ହେଲା ଆଉ ଏଇଟା ହେଉଛି ତ ଅପାକୁ ଯା ଦେଇକି ଆସିବ तो आई देव आई खाई दिए भात हाँ
हाय साଙ୍ଗमाने देखंतु एबे आमे खाई बसिलु ଆଉ ଭାତ ମାଛ ଆଉ ଡାଲି ଅଛି ଏଇଠି ଡାଲି ଆଉ କ'ଣ ଥିଲା ଏଇଟା ହେଉଛି ବୋଇତାଳୁ ଫୁଲ କଖାରୁ ଫୁଲ ସବୁଆଡ଼େ କ'ଣ କଖାରୁ ଫୁଲ କହୁଛି ଫୁଲ ଆମେ 4 ଜଣ ସାଙ୍ଗ ହେଇ ଖାଉଛୁ ଆଉ କେମିତି ହେଇଛି ବଢ଼ିଆ କୁହ ମସ୍ତ ହେଇଛି ଭଲ ହେଇଛି ବାପା ହିନ୍ଦୀ ବୁଝିଲା ମାଛ ଝୋଳ ତାପରେ କ'ଣ ହେଇଛି ନା ଏଇଟା ହେଉଛି ସନ୍ଧ୍ୟା ନୁହଁ ତ 10:30 ତ ଆମ ଗାଁର ଅଖଣ୍ଡ କହୁଥିଲି ତ ଏବେ ଆମେ ବାହାରିଲୁ ଅପେରା ଦେଖି ମେଲୋଡ଼ି ଦେଖିବୁ ମେଲୋଡ଼ି ଦେଖି ସାରିଲା ପରେ ଘରକୁ ଆସିବୁ ତ ଯାଉଛି ଟିକେ ଦେଖିଦେବା ଆଉ ମୋ ପୁଅ ଆଗରେ ଚାଲୁଛି ମେଲୋଡ଼ି ଟିକେ ଦେଖିକି ଆସିବା ତ ଛୁଆମାନଙ୍କର ମନ ତାଙ୍କର ତ ଦେଖେନି ତାଙ୍କ ମନ ଗାଁରେ ଆଉ କୁଆଡ଼େ ତାପରେ ଛୋଟିଆ ମୋଟିଆ କି ଗୋଟେ ଦୋକାନ ଟିକେ ବସି ଦେଇଲି ଦେଖନ୍ତୁ ଷ୍ଟେସନାରୀ ତାପରେ ଭାବିଥିଲୁ ମେଲୋଡ଼ି ଟିକେ ଦେଖିକି ପଳେଇ ଆସିବୁ ତ ଦେଖୁ ଦେଖୁ ଭଲ ଲାଗିଲା ବହି ଷ୍ଟାର୍ଟ ଯେତେବେଳେ ହେଇଗଲା ଭଲ ଲାଗିଲା ଦେଖିବା ପାଇଁ ତ ଦେଖିଲୁ ତ ଏବେ ହେଇଯାଇଛି 3:30 ଟାଇମ୍ ବହି ଶେଷ ହେଲା ତ ଆସିଲୁ ଆସିକି କହିଲି କ'ଣ ପାଇଁ ଶୋଇବି ଶୋଇଲେ ତ ନିଦ ହେଇଯିବ ତ ମୁଁ ସବୁ କାମ ସାରିଦିଏ ଏବେ କ'ଣ କଲି ନା ଝାଡ଼ୁ କରିଦେଲି ଝାଡ଼ୁଟା ସାରି ଦେଇକି ଏବେ ଯିବା ବାସନ ଟିକେ ମାଜିଦେବା ଯାହା ଥିବ ତ ନିଦ ଆଉ ହେବନି